ବାହାଘର ପରେ ଏବେ ଶାଶୁ ଘରେ ପ୍ରଥମ ଥର ପାଇଁ ରୋଷେଇ କଲେ ଏଲିନା ସାମନ୍ତରାୟ। ଆଉ ତାଙ୍କ ହାତ ରନ୍ଧା ଖାଇ ସାରା ପରିବାର ଲୋକମାନେ କ'ଣ କହିଲେ, ତାଙ୍କ ଶାଶୁ ଶ୍ୱଶୁର, ତାଙ୍କର ଦିଅର, ତାଙ୍କ ସ୍ୱାମୀ ଯିଏକି ଅନୁରାଗ ପଣ୍ଡା କ'ଣ ଏ ସମ୍ପର୍କରେ କହିଲେ, ଆଜି ଆସନ୍ତୁ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତ ସେଥିପାଇଁ ଆପଣମାନେ ଆଜିର ଭିଡ଼ିଓଟିକୁ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଏହା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ତ ଏଲିନା ସାମନ୍ତରାୟଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ଏଲିନା ହେଉଛନ୍ତି ଅଲିଉଡ଼ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ। ସେ କିଏ ହେବି ମୋ ହିରୋଇନ୍ ରିଆଲିଟି ଶୋ ମାଧ୍ୟମରେ ୱିନର ହେବା ପରେ ସେ ଗୋଟିଏ ପରେ ଗୋଟିଏ ଓଡ଼ିଆ ସିନେମାରେ ଅଭିନୟ କରି ତାଙ୍କର ଲୋକପ୍ରିୟତା ହାସଲ କରିଥିଲେ। ଖୁବ୍ କମ୍ ଦିନ ମଧ୍ୟରେ ସାରା ଓଡ଼ିଶାର ଦର୍ଶକମାନଙ୍କ ମନକୁ ଜିତିବାରେ ସଫଳ ହୋଇଥିଲେ। ସେ ବହୁତ ସାରା ହିରୋମାନଙ୍କ ସହିତ ଜବରଦସ୍ତ ଆକ୍ଟିଂ କରିଛନ୍ତି। ବର୍ତ୍ତମାନ ସମୟରେ ସେ ଅଲିଉଡ଼ର ଜବରଦସ୍ତ ହିରୋଇନ୍ ଭାବରେ ପରିଚିତ ହୋଇପାରିଛନ୍ତି। ଆଉ ହଠାତ୍ ଏମିତି ତାଙ୍କର ବାହାଘର ଇଣ୍ଡୋନେସିଆରେ ତାଙ୍କର ପୁରୁଷ ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ବିବାହ କରିଛନ୍ତି। ବିବାହ କରିସାରିବା ପରେ ସେଠାରେ ତାଙ୍କ ପରିବାର ଲୋକମାନେ ଉପସ୍ଥିତ ଥିଲେ। ବାହାଘର ସରିବା ପରେ ଏବେ ସେ ଓଡ଼ିଶାକୁ ଫେରିଛନ୍ତି। ଓଡ଼ିଶାରେ ଫେରି ତାଙ୍କ ଶାଶୁ ଘରକୁ ଯାଇଛନ୍ତି। ଶାଶୁ ଘରେ ପ୍ରଥମ ଥର ପାଇଁ ନିଜ ହାତରେ କ୍ଷୀରି ବନାଇ ସମସ୍ତଙ୍କ ମୁହଁ ମିଠା କରାଇଛନ୍ତି ଏଲିନା। ଆଉ ଏଲିନାଙ୍କର ଗୃହ ପ୍ରବେଶ ମଧ୍ୟ ବହୁତ ଧୁମଧାମରେ ହୋଇଥିଲା। ଏଲିନା ତାଙ୍କ ସ୍ୱାମୀଙ୍କ ସହିତ ବହୁତ ଖୁସି ଅଛନ୍ତି। ପୂର୍ବରୁ ତାଙ୍କ ସ୍ୱାମୀ ଯିଏକି ଅନୁରାଗ ପଣ୍ଡାଙ୍କ ସହିତ ତାଙ୍କର ରିଲେସନ୍ ଥିଲା। ଦୁହେଁ ପରସ୍ପରଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ, କିନ୍ତୁ ସେ କାହାରିକୁ କିଛି ବି ତାଙ୍କ ରିଅଲ୍ ଲାଇଫ୍ର ଲଭ୍ ଷ୍ଟୋରିକୁ କେଉଁଠି କିଛି ବି ରିଭିଲ୍ କରିନଥିଲେ। ହଠାତ୍ ଏମିତି ତାଙ୍କର ବାହାଘରଟି ଫ୍ୟାନ୍ସମାନଙ୍କୁ ପୁରା ଚକିତ କରିଦେଇଥିଲା। ସେ ଯାହା ହେଉନା କାହିଁକି ଏଲିନା ସାମନ୍ତରାୟ ତାଙ୍କ ଶାଶୁ ଘରେ ବର୍ତ୍ତମାନ ସମୟରେ ବହୁତ ଖୁସି ଅଛନ୍ତି, ବହୁତ ଖୁସି ଥିବାର ନଜରରେ ଆସିଛନ୍ତି। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଏଲିନା ସାମନ୍ତରାୟ କେମିତି ଲାଗୁଛନ୍ତି? ତାଙ୍କ ଶାଶୁ ଘରେ ପ୍ରଥମ ଥର ପାଦ ଦେଉ ଦେଉ ନିଜେ ରୋଷେଇ ଘରେ ପଶି ସମସ୍ତଙ୍କ ପାଇଁ ନିଜ ହାତରେ କ୍ଷୀରି ତିଆରି କରି ସମସ୍ତଙ୍କ ମୁହଁ ମିଠା କରାଇଛନ୍ତି ଏଲିନା। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଏଲିନା ସାମନ୍ତରାୟ କେମିତି ଲାଗନ୍ତି ଆଉ ତାଙ୍କର ଆକ୍ଟିଂ ଆପଣମାନଙ୍କୁ କେମିତି ଲାଗେ, ଆମକୁ ନିହାତି ଭାବେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ।